କାଳପୁରୁଷର ପଞ୍ଚମ ରାଶି ହେଉଛି ସିଂହ ରାଶି। ସେହି ସିଂହ ରାଶି ହେଉଛି ବିଶେଷତାରେ ଭରା ରାଶି ଏବଂ ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ପୁଅ ହନ୍ତୁ ବା ଝିଅ ହନ୍ତୁ, କେଉଁ ରାଶିର ବ୍ୟକ୍ତିମାନେ ତାଙ୍କ ପାଇଁ ବିବାହ ପାଇଁ ସର୍ବୋତ୍ତମ ହେବେ ତାହା ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଭାଶିଷ ପୁଣିଥରେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ତାଙ୍କର ବିବାହ ପାଇଁ କେଉଁ ରାଶିର ବ୍ୟକ୍ତିମାନେ ସର୍ବୋତ୍ତମ ହେବେ, ଯାହାଦ୍ୱାରା କି ତାଙ୍କର ବୈବାହିକ ଜୀବନ ସୁଖ ଶାନ୍ତିରେ ବ୍ୟତୀତ ହୋଇପାରିବ, ତା ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। ସେ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା, ତା ପୂର୍ବରୁ ସବୁଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ସିଂହ ରାଶି ପାଇଁ ବିବାହ ପାଇଁ ସିଂହ ରାଶିର ବ୍ୟକ୍ତିମାନଙ୍କର ବିବାହ ପାଇଁ ସର୍ବୋତ୍ତମ ରାଶି କଥା କହିବା, ଯାହାକି ଯେଉଁ ରାଶିରେ କି ବିବାହ କଲେ ରାଜଯୋତକ ପଡ଼ିଥାଏ ଏବଂ ବୈବାହିକ ଜୀବନ ସୁଖମୟ ହୋଇଥାଏ, ତାହେଲେ ସେହି ରାଶି ଗୁଡ଼ିକ ହେଉଛନ୍ତି ସିଂହ ରାଶି, ତୁଳା ରାଶି, ବିଛା ରାଶି, ବୃଷ ରାଶି ଏବଂ ମିଥୁନ ରାଶି। ଏହି ସବୁ ରାଶିର ବ୍ୟକ୍ତିମାନଙ୍କୁ ଯଦି ସିଂହ ରାଶିର ବ୍ୟକ୍ତିମାନେ ବିବାହ କରନ୍ତି ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏଇଟା ଥିଲା ସିଂହ ରାଶି ବ୍ୟକ୍ତିମାନଙ୍କ ବିଷୟରେ। ଆମେ ନେକ୍ସଟ ଭିଡ଼ିଓରେ କନ୍ୟା ରାଶିର ପୁଅ ହନ୍ତୁ ବା ଝିଅ ହନ୍ତୁ, ସେମାନେ କେଉଁ ରାଶିର ବ୍ୟକ୍ତିମାନଙ୍କୁ ବିବାହ କଲେ ସର୍ବୋତ୍ତମ ରହିବ ସେହି ବିଷୟରେ ଆଲୋଚନା କରିବା। ଆଜି ପାଇଁ ତ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।